ଛନ୍ଦ ଓ ଅଳଙ୍କାର। ଏ ଛନ୍ଦ ଓ ଅଳଙ୍କାର ଗୁଡ଼ିକ ଯେ କି କେବଳ ମାଟ୍ରିକ ପରୀକ୍ଷା ତାହା ନୁହେଁ, ମାଟ୍ରିକ ପରବର୍ତ୍ତୀ ଓଡ଼ିଶା ସରକାରଙ୍କ ଅଧୀନରେ ଯେଉଁ ସମସ୍ତ ପରୀକ୍ଷା ହୁଏ ମାତୃଭାଷାରେ ଛନ୍ଦ ଓ ଅଳଙ୍କାର ଗୁଡ଼ିକ ଏକ ଅପରିହାର୍ଯ୍ୟ ଅଙ୍ଗ ରୂପେ ବିଭିନ୍ନ ପରୀକ୍ଷାରେ ବିଭିନ୍ନ ପ୍ରଶ୍ନପତ୍ରରେ ଏଗୁଡ଼ିକ ଆସେ। ପ୍ରଥମ ପ୍ରଶ୍ନ ଦେଇଛି ପଦ୍ୟ ବା କବିତା ରଚନାରେ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ କ'ଣ କୁହାଯାଏ? ଛନ୍ଦ କୁହାଯାଏ। ଅପସନ କ ଠିକ୍। ଛନ୍ଦ କେତେ ଭାଗରେ ବିଭକ୍ତ? ଛନ୍ଦ ଲେଖିବ 2 ଭାଗରେ। ଛନ୍ଦ ଅକ୍ଷର କେତେ? 2, ଭାଗ ହବ 2। ଆଚ୍ଛା, କ'ଣ ଛନ୍ଦ ଯୋଉ 2 ଭାଗରେ ବିଭକ୍ତ ହୁଏ, ଗୋଟିଏ ହେଲା ମିତ୍ରାକ୍ଷର, ଗୋଟିଏ ହେଲା ଅମିତ୍ରାକ୍ଷର ଛନ୍ଦ। ହେଲା, ଛନ୍ଦ 2ଟା ଅକ୍ଷର, ଭାଗ ହେଲା 2। ମନେ ରହିବ। ଛନ୍ଦ କବିତାକୁ କ'ଣ କୁହାଯାଏ? ଛନ୍ଦ କବିତାକୁ କ'ଣ କରାଏ? କବିତାକୁ ଆଗକୁ ନେଇଯାଏ, ଗତିଶୀଳ କରାଏ। ହଁ, ଠିକ୍। କ୍ୱେଶ୍ଚନ 4, ଛନ୍ଦକୁ କେଉଁ ରଚନାର ବୈଶିଷ୍ଟ୍ୟ ଭାବରେ ବିଚାର କରାଯାଏ? ଛନ୍ଦ କ'ଣ ଗଳ୍ପରେ ଲେଖାଯାଏ କି? ପ୍ରବନ୍ଧରେ ଲେଖାଯାଏ କି? ଏକାଙ୍କିକାରେ ଲେଖାଯାଏ କି? ଲେଖାଯାଏନି। ଏଟା ଯେକୌଣସି ପିଲା କହିଦେବ। ତାହେଲେ କୋଉଟା ହବ? ଗ ପଦ୍ୟରେ। ମିତ୍ରାକ୍ଷର ଛନ୍ଦକୁ କେତେ ଭାଗରେ କି ବିଭକ୍ତ କରାଯାଏ? ଦେଖ, ମିତ୍ରାକ୍ଷର, ଆଚ୍ଛା, ମିତ୍ରାକ୍ଷରକୁ 3 ଭାଗରେ ବିଭକ୍ତ କରାଯାଏ। ଗୋଟେ ହେଲା ପୂର୍ଣ୍ଣ ମିତ୍ରାକ୍ଷର, ଅପୂର୍ଣ୍ଣ ମିତ୍ରାକ୍ଷର, ଏକାନ୍ତର। କ ଠିକ୍। କେଉଁ ଛନ୍ଦକୁ 3 ଭାଗରେ ବିଭକ୍ତ କରାଯାଇଛି? ଆଚ୍ଛା, ବର୍ତ୍ତମାନ ଦେଖିବା ଏମାନଙ୍କ ଭିତରୁ ଅମିତ୍ରାକ୍ଷର, ଏକାକ୍ଷର, ମିତ୍ରାକ୍ଷର। ଆମର ଯେ କି ଗ, ଅପସନ ଗ, ମିତ୍ରାକ୍ଷର ଛନ୍ଦ ହେଲା 3 ଭାଗରେ। ଉପର ପ୍ରଶ୍ନର ଓଲଟା ଷଷ୍ଠ ପ୍ରଶ୍ନଟି। ସେମିତି 7, ପଦର ପ୍ରତ୍ୟେକ ପଂକ୍ତିକୁ ପଦ, ପ୍ରତ୍ୟେକ ପଂକ୍ତି ହବ ପାଦ। ତାହେଲେ ଅପସନ କ ଠିକ୍। 8 କୁ ଯିବା। ଯତିପାତ କାହା ଉପରେ ନିର୍ଭର କରେ? ଅର୍ଥାତ୍ ଗାୟକ ଆବୃତ୍ତି କଲାବେଳେ କେଉଁ ଅକ୍ଷର ଉପରେ ବିଶ୍ରାମ ନିଏ? ଏ ବିଶ୍ରାମ ନେଲା ବେଳେ ସେ କହୁଛି ପଦ ଉପରେ ନିର୍ଭର କରେ, ପାଦ ଉପରେ ନିର୍ଭର କରେ, ଛନ୍ଦ ଉପରେ ନିର୍ଭର କରେ ନା। ସିଏ ନିଶ୍ୱାସ ବନ୍ଦ କରିକି ସ୍ୱର କେତେ ବାଟ ପର୍ଯ୍ୟନ୍ତ ନବ, ଆଉ ତାପରେ ଯୋଉଠି ନିଶ୍ୱାସ ଆଉ ରୋକିପାରିବ ନାହିଁ, ଛାଡ଼ିଦବ, ସେଇଠି ବିଶ୍ରାମ ନବ। ତେଣୁ ତା ସ୍ୱର ଉପରେ ନିର୍ଭର କରୁଛି। ଘ ଠିକ୍। କବି ଆବୃତ୍ତି କଲାବେଳେ ପ୍ରତ୍ୟେକ ପାଦର ଏକ ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ଯେଉଁ ବିଶ୍ରାମ ନିଏ ବା ଶ୍ୱାସଘାତ କରାଯାଏ, ତାକୁ କ'ଣ କୁହନ୍ତି? ତାକୁ ଯତି କହନ୍ତି। କେଉଁ ଛନ୍ଦରେ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ସମାନ ନୁହେଁ? ତମର ଦାଣ୍ଡି ଗୋଟେ ଛନ୍ଦ ଅଛି, ଏଇଟା ମନ ଇଚ୍ଛା। ପ୍ରଥମ ପାଦ 13 ଅକ୍ଷର 14 ହେଲେ, ଦ୍ୱିତୀୟ ପାଦ 18 ଅକ୍ଷର 20 ଅକ୍ଷର। ଗାୟକ ନିଜ ମନ ଇଚ୍ଛା ଲମ୍ବେଇ ସେ ତାର ଗାଇ ଚାଲେ। ତେଣୁ ଦାଣ୍ଡି ଲେଖିବ ଗ। ଦାଣ୍ଡି ବୃତ୍ତ ଛନ୍ଦରେ କେତୋଟି ପାଦ? ତାର 2ଟା ପାଦ ଥିବ। ଦାଣ୍ଡି ବୃତ୍ତର 2ଟା ପାଦ। ଦାଣ୍ଡି ଅକ୍ଷର ସଂଖ୍ୟା 2, ପାଦ ବି 2। ଦାଣ୍ଡି ରାମାୟଣ କେଉଁ ଛନ୍ଦରେ ରଚିତ? ତାହେଲେ ଦାଣ୍ଡି ରାମାୟଣ ସେ ଦାଣ୍ଡି ବୃତ୍ତ ହେଲା, ସେ ଦାଣ୍ଡିରୁ ହେଇଛି ଦାଣ୍ଡି ବୃତ୍ତ। ମନେ ରହିବ। ଭାଗବତ ବାଣୀ ବା ଛନ୍ଦର ପ୍ରତିପାଦର ଅକ୍ଷର ସଂଖ୍ୟା କେତେ? ଆଚ୍ଛା, ଭାଗବତ ବାଣୀ ପ୍ରତିପାଦର ଅକ୍ଷର ସଂଖ୍ୟା ତାର କେତେ? 9। ପ୍ରାଣୀର ଭଲ ମନ୍ଦ ବାଣୀ 3, 2, 5, 2, 7, 2, 9। ତାହେଲେ ଭାଗବତ ବାଣୀର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 9। ଗୁଜରୀ ଛନ୍ଦରେ କେତୋଟି ପଦରେ ଗୋଟିଏ ପାଦ ଥାଏ?
ଭାଗବତ ବାଣୀ ବା ସେଇଟାକୁ ଗୁଜରି ବୋଲି କୁହାଯାଉଛି। ଆଚ୍ଛା, ଗୋଟିଏ ପଦରେ କେତୋଟି ପାଦ ଥାଏ? ତାହେଲେ 2ଟି। ଭାଗବତ ଗ୍ରନ୍ଥ କିଏ ରଚନା କରିଥିଲେ? ଆମର ଦେଖ, ସାରଳା ଦାସ ନୁହେଁ, ବଳରାମ ଦାସ ନୁହେଁ, ଜଗନ୍ନାଥ ଦାସ। ତାହେଲେ ଭାଗବତ ଜଗନ୍ନାଥ। ତାହେଲେ ଭାଗବତ ଜଗନ୍ନାଥ, ତଥ ଭାଗବତ ଜଗନ୍ନାଥ। ତାହେଲେ ଗ ଠିକି 15। 16 କେଉଁ ଛନ୍ଦର ପ୍ରତିପାଦର ଅକ୍ଷର ସଂଖ୍ୟା 12? ଆଚ୍ଛା, ଆମେ ଯେ କି ଯୋଉ ନଟବାଣୀ ଅଛି, ନଟବାଣୀର ଅକ୍ଷର ସଂଖ୍ୟା 12। 16 ନମ୍ବର, କେଉଁ ଛନ୍ଦରେ ପ୍ରତିପାଦର ଅକ୍ଷର ସଂଖ୍ୟା 12 ଥାଏ? ଆଚ୍ଛା, ଉତ୍କଳ କମଳା ବିଳାସ ଦୀର୍ଘିକା। ବିଳାସ ଦୀର୍ଘିକା 3 3 6 3 9 3 12। ତାହେଲେ ଆମେ ଦେଖିଲେ ଉତ୍କଳ, କମଳା, ବିଳାସ, ଦୀର୍ଘିକା, ମରାଳ, ମାଳିନୀ, ନୀଳାମ୍ବୁ, ଚିଲିକା ଅକ୍ଷର ସଂଖ୍ୟା କେତେ ହେଲା? ପ୍ରତ୍ୟେକ ପାଦର 12। ଆଚ୍ଛା, ଏଇଟା କ'ଣ? ଏଇଟା ହେଉଛି ନଟବାଣୀ, ହେଲା କି? ଉପରେ ଗୋଟେ ଥିଲା ଭାଗବତ ବାଣୀ, ଇଏ ସେ 4 ଅକ୍ଷର। ଭାଗବତ ବାଣୀର ଅକ୍ଷର ସଂଖ୍ୟା 9, ଆଉ ନଟବାଣୀର ଅକ୍ଷର ସଂଖ୍ୟା ହେଲା 12। ଗୁଜରି ଛନ୍ଦରେ, ଗୁଜରି ଛନ୍ଦ କୋଉଟା? ଭାଗବତ ବାଣୀଟାକୁ ଗୁଜରି ଛନ୍ଦ କହନ୍ତି। ଗୁଜରି ଛନ୍ଦରେ ଗୋଟିଏ ପଦରେ କେତୋଟି ପାଦ ଥାଏ? ଗୋଟିଏ ପଦରେ କେତୋଟି ପାଦ? 2ଟି ପାଦ ଥାଏ। ତାହେଲେ ଆମେ 17 ନମ୍ବର ଖ ଲେଖିବା ଠିକ। 18 ନମ୍ବର, ପ୍ରତିପାଦର କେଉଁ ଅକ୍ଷର ଉପରେ ଯତିପାତ ହୁଏ? ଆଚ୍ଛା, ଯଦି ତମର ଗୁଜରି ଛନ୍ଦ କହିବ, ଗୁଜରି ଛନ୍ଦର ଅକ୍ଷର ସଂଖ୍ୟା କେତେ ହେଲା? 9। 9 ହେନେ 6 ପ୍ଲସ 3। ଆଚ୍ଛା, ଏଠି ତ ଆମର କୋଉ ଛନ୍ଦ ଦେଇନେଇ, ତାହେଲେ ଆମେ କେମିତି ଲେଖିବା? 3 6 9 12 4ଟା ଦେଲାଣି, 2 6 8 4ଟା ଦେଲାଣି, 3ଟା 8 12 ହବନି, ହବନି। ତାହେଲେ ଏଟା ଆମେ କ'ଣ କରିବା? ବର୍ତ୍ତମାନେ ଆମେ ଏଇ 18 ନମ୍ବରକୁ କାଟିଦେବା। 19 ନମ୍ବର, ଚୋଖି ଛନ୍ଦରେ କେତୋଟି ପାଦରେ ଗୋଟେ ପଦ ହୁଏ? ଦେଖ, ଚୋଖି, ଚୋ, ଚରୁ ଚୋ ହେଇଛି, ଚ ଚା ଚା, ଚାରୁ କରିଦିଅ 4, ଚୋଚା, ଚୋଚା 4। ତାହେଲେ ଚୋଖିରୁ 4 ହବ ପାଦ ସଂଖ୍ୟା, ହେଲା। 19 ନମ୍ବର ଖ ଠିକ। ଚୋଖି, ଚୋଖିରୁ କେତେ ହେଲା? 4। ଚୋଖି ଛନ୍ଦର ପ୍ରଥମ ପାଦର ଅକ୍ଷର ସଂଖ୍ୟା କେତେ? ଆଚ୍ଛା, ତମର ଚୋଖି ମନେ ଥିବ, ଚୋଖି ଛନ୍ଦ, ତୋହିମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହର ସନ୍ତାନ ଆମ୍ଭେ ଅଟୁ ସରଭେ। କେତେ ରହୁଛି ୟାର ଅକ୍ଷର ସଂଖ୍ୟା? ଏହାର ଅକ୍ଷର ସଂଖ୍ୟା ହେଉଛି 29। ପ୍ରଥମ ପାଦ, ଦ୍ୱିତୀୟ ପାଦ, ତେଣୁ କ ଠିକ। ଚୋଖି ଛନ୍ଦରେ କେଉଁ ପାଦରେ 9ଟି ଅକ୍ଷର ଅଛି? ତାହେଲେ ପ୍ରଥମ, ଦ୍ୱିତୀୟ 29, ତୃତୀୟ ପାଦଟା 9 ଅକ୍ଷର, 3 3 9। ତାହେଲେ ତୃତୀୟ ପାଦ କହୁଛି 3 ଗୁଣିତକ 9। ଚୋଖିର ଚତୁର୍ଥ ପାଦରେ କେତେ ଅକ୍ଷର ଅଛି? କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ତାହେଲେ କେତେ ହେଲା? କାନ୍ଦିବା ଦୁଃଖରେ ତୋର, 6 2 8, ହୋଇଣ ଦୁଃଖୀ 8 5 13।
ଚତୁର୍ଥ ପାଦରେ ଅକ୍ଷର ସଂଖ୍ୟା କେତେ ଅଛି? ଅକ୍ଷର ସଂଖ୍ୟା 13 ଅଛି। ଚୋଖୀ ଛନ୍ଦର କେଉଁ ପାଦରେ ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତି ହୁଏ? ତାହେଲେ ତମେ ତୃତୀୟ ପାଦ ଲେଖିବ, ଯୋଉଟା ହଉଛି ଅକ୍ଷର ସଂଖ୍ୟା ହଉଛି କେତେ? ଅକ୍ଷର ସଂଖ୍ୟା 9, ତାହେଲେ ତୃତୀୟ ପାଦ। ଛନ୍ଦର ଚତୁର୍ଥ ପାଦର କେଉଁ ଅକ୍ଷର ଉପରେ ଯତି ପଡେ? ତାହେଲେ ତାର ଚତୁର୍ଥଟା ହେଲା କେତେ? 13 ଅକ୍ଷର। ଆଚ୍ଛା, ଯଦି ଚତୁର୍ଥଟି 13 ଅକ୍ଷର ହେଲା, ତାହେଲେ କେଉଁ କେଉଁ ଅକ୍ଷର ଉପରେ ଯତି ପଇଲା? ତାହେଲେ ଷଷ୍ଠ ଅକ୍ଷର, ଅଷ୍ଟମ ଅକ୍ଷର ଓ ଶେଷ ଅକ୍ଷର। 6, 8, 13। ଦେଖ 6, 8, 13 ଘରେ ଅଛି ଏଇଠି। ଅପସନ ଗ ଠିକ, 24 ନମ୍ବର। ସେ ଗୋଟିଏ ପଦରେ ଦୁଇଟି ପାଦ, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 20। ତେଣୁ ଏହା କେଉଁ ଛନ୍ଦ? ତାହେଲେ ତୁମେ ଯୋଉ ଅକ୍ଷର ସଂଖ୍ୟା 20 ଧରିଛ, ତାହେଲେ ଇଏ କଣ ହବ? ଇଏ ହବ ବଙ୍ଗଳାଶ୍ରୀ। ହେଲା କି? କଣ ହେଲା? ଇଏ ବଙ୍ଗଳାଶ୍ରୀ। ବଙ୍ଗଳାଶ୍ରୀ ହେଲେ ଆର ଅକ୍ଷର ସଂଖ୍ୟା 20 ହେଇଯିବ। ମା ମା ବୋଲି କେତେ ମୁଁ ଡାକିଲି, ମାକୁ ପାଇଲି ନାହିଁ। ଭାଇ ଭାଇ ବୋଲି କେତେ ମୁଁ ଡାକିଲି, ନ ଦେଲେ ଉତ୍ତର କେହି। ଏଇଟା କଣ? ବଙ୍ଗଳାଶ୍ରୀରେ ଅକ୍ଷର ସଂଖ୍ୟା 20। ତାହେଲେ 25 କ। ବଙ୍ଗଳାଶ୍ରୀ ଛନ୍ଦର ପ୍ରତିପାଦର ଅକ୍ଷର ସଂଖ୍ୟା କେତେ? ଅକ୍ଷର ସଂଖ୍ୟା 20 ଘ। ଏଇଟା ଓଲଟା। ପ୍ରତିପାଦର କେଉଁ କେଉଁ ଅକ୍ଷର ଉପରେ ଯତିପାତ ହୁଏ? ତାହେଲେ ଯେ ବଙ୍ଗଳାଶ୍ରୀର କେଉଁ ପାଦରେ କେଉଁ କେଉଁ ଅକ୍ଷର ଉପରେ ଯତିପାଦ ହବ? ଆର ଟେକ୍ନିକଟା ଅତି ମଜା। ତମେ 6 ମିଶାଣ 6 କରି ନେଇଯିବ। 6 ମିଶାଣ 6 ମିଶାଣ 2। ତାହେଲେ ଷଷ୍ଠ 6 6 12 ହେଲା ଦ୍ୱାଦଶ, ଦ୍ୱାଦଶ 12 6 18 ହେଲା ଅଷ୍ଟାଦଶ ଏବଂ ଶେଷ ଅକ୍ଷର। ତାହେଲେ ଆମେ ଜାଣିଲେ ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ ଶେଷ ଅକ୍ଷର ଉପରେ ଯତି ପଡେ। 6 12 18 20। ଅପସନ କ ଠିକ। 6 12 18 20 ଯୋଉଟା ଅଛି ଏଇଟା। 28 ନମ୍ବର ଚାରୋଟି ପାଦରେ ଗୋଟିଏ ପଦ, 8ଟି ଅକ୍ଷର ତୃତୀୟ ପାଦ। ଏହା କେଉଁ ଛନ୍ଦ? ସିଏ କହୁଛି 4ଟା ପାଦରେ। ଆମେ ଦେଖିଲେ ଚୋଖୀ କେତେ ହେଲା? 4। ଆଚ୍ଛା, ଆଉ ଗୋଟିଏ କହୁଛି 4ଟି ପାଦରେ ଗୋଟିଏ ପଦ। ତାହେଲେ ଆଉ ଗୋଟିଏ ସେମିତି ଛନ୍ଦ ଅଛି, ସେ ହଉଛି କିଏ? ଶଙ୍କରାଭରଣ। ତାହେଲେ 4ଟିକିଆ କିଏ ହେଲା? ଗୋଟେ ଶଙ୍କରାଭରଣ, ଆଉ ଗୋଟେ ହେଲା ଚୋଖୀ। ଶଙ୍କରାଭରଣ ଛାନ୍ଦରେ କେତୋଟି ପାଦରେ ଗୋଟିଏ ପାଦ ହୁଏ? ତାହେଲେ ତମେ ଲେଖିବ 4ଟି ପାଦରେ ଗୋଟିଏ ପଦ। ଆଚ୍ଛା, ଏ ଛାନ୍ଦର ନାଁ କଣ ହେଲା? 28 ଛାନ୍ଦର ନାଁ ହେଲା ଶଙ୍କରାଭରଣ। 29 ନମ୍ବର ଘ, 28 ନମ୍ବର କ। ଶଙ୍କରାଭରଣ ଛନ୍ଦର ତୃତୀୟ ପାଦରେ କେତୋଟି ଅକ୍ଷର ଅଛି? ଜ୍ଞାନ ଦାତା ଭଗବାନ ତୃତୀୟ ପାଦ ହେଲା। ଜ୍ଞାନ 2, ଦାତା 4, ଭଗବାନ। ତାହେଲେ 4 4 କେତେ ହେଲା? 8। ତାହେଲେ ଶଙ୍କରାଭରଣ ଛନ୍ଦର ତୃତୀୟ ପାଦରେ 8ଟି। ତାହେଲେ କିଏ ଠିକ ହେଲା? ଅପସନ ଖ ଠିକ। ପ୍ରଥମ ପାଦର କେଉଁ ଅକ୍ଷର ଉପରେ ଯତି ପଡେ? ସେ ଶଙ୍କରାଭରଣ କଥା। ଆଚ୍ଛା, ପ୍ରଥମ ପାଦର କେଉଁ ଅକ୍ଷର ଉପରେ ଯତି ପଡେ? ଆଚ୍ଛା, ପ୍ରଥମ ପାଦର ଅକ୍ଷର ସଂଖ୍ୟା କେତେ କି? ହେ ଆନନ୍ଦମୟ କୋଟି ଭୁବନ ପାଳକ। ହିସାବ କର, ପ୍ରଥମ ପାଦର କେତେ ଅକ୍ଷର ହେଲା? ପ୍ରଥମ ପାଦର ଅକ୍ଷର ସଂଖ୍ୟା 14।
ତାହେଲେ 14 ହେଲେ ଯତି କାହା କାହା ଉପରେ ପଡ଼ିବ? ତାହେଲେ ପ୍ରଥମ ଦ୍ୱିତୀୟ ଅଷ୍ଟମ ଏକାଦଶ ଶେଷ ଉପରେ ଯତି ପଡ଼ିବ। ତାହେଲେ ଦେଖ ଅଷ୍ଟମ ଏଇଠି ଅଛି, ଏକାଦଶ ଶେଷ, ତାହେଲେ 31 ନମ୍ବର ଅପସନ କ। 32 ନମ୍ବର, ଦୁଇଟି ପାଦରେ ଗୋଟିଏ ପଦ ଏବଂ 16 ଅକ୍ଷର ପ୍ରତିଟି ପାଦ, ଏହା କେଉଁ ଛନ୍ଦ? 16 ଅକ୍ଷରିଆ। ତାହେଲେ ଏଇଟାକୁ କୁହାଯାଏ ରାମକେରି। ବୋଲେ କି 16 ଅକ୍ଷରିଆ ଯୋଉଟା ସେଇଟା ହଉଛି ରାମକେରି। ତାହେଲେ ଅପସନ 33 ର ଗ ଠିକ୍। ଆଚ୍ଛା, ରାମକେରି ଛନ୍ଦର ପ୍ରତିପାଦର କେଉଁ ଅକ୍ଷର ଉପରେ ଯତି ହୁଏ? 16 ଅକ୍ଷର ହେଲା, ନବମ ଅକ୍ଷର, ଏକାଦଶ ଅକ୍ଷର ଓ ଶେଷ ଅକ୍ଷର ଉପରେ ଯତି ପଡ଼େ। ତାହେଲେ ଅପସନ କିଏ ଠିକ୍? ଅପସନ ଖ ଠିକ୍। ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି, ଏହା କେଉଁ ଛନ୍ଦରେ? ଏହା ଗୁଜରୀ ଛନ୍ଦ। ଭାଗବତ ବାଣୀ, ନବାକ୍ଷରୀ, ଗୁଜରୀ ଛନ୍ଦ। ତାହେଲେ ଅପସନ ଗ ଠିକ୍। 36, କେଉଁ ଛନ୍ଦର ଅନ୍ୟ ନାମ ନବାକ୍ଷରୀ ବୃତ? ସେଇ ଗୁଜରୀ। ଗୁଜରୀର ଅନ୍ୟ ନାମ ହେଉଛି ନବାକ୍ଷରୀ ଛନ୍ଦ। 36 ନମ୍ବର କ ଠିକ୍। ଅଳଙ୍କାର ଗୋଟିଏ ବାକ୍ୟର କିଏ ଶୋଭା ବୃଦ୍ଧି କରେ? 1 ନମ୍ବର, କିଏ ବାକ୍ୟର ଶୋଭା ବୃଦ୍ଧି କରେ? ମଣିଷ ଶରୀରର ଶୋଭା ବୃଦ୍ଧି କରିବା ପାଇଁ ମେକଅପ୍ ଅଳଙ୍କାର ଯେମିତି ନିଆଯାଏ, ବାକ୍ୟରେ ବି ସେମିତି ଅଳଙ୍କାର ନିଆଯାଏ। ତାହେଲେ 1 ନମ୍ବର କ ଠିକ୍। 2 ନମ୍ବର, ଅଳଙ୍କାରର ଅନ୍ୟ ନାମ କଣ? ଅଳଙ୍କାରର ଅନ୍ୟ ନାମ ହେଲା ସୌନ୍ଦର୍ଯ୍ୟ ତତ୍ତ୍ୱ। ଖ ଠିକ୍। 3, ସାହିତ୍ୟକୁ ସରସ ସୁନ୍ଦର ରମଣୀୟ କରିବାକୁ ହେଲେ ଯେଉଁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଉପାଦାନ ଆବଶ୍ୟକ ହୁଏ ତାକୁ କଣ କୁହାଯାଏ? ତାକୁ ତ ଅଳଙ୍କାର କୁହାଯାଏ। ଯେଉଁ ଉପାଦାନ ଆବଶ୍ୟକ ହେଲା ସେ ଅଳଙ୍କାର। ଶୈଳୀରେ ଲେଖିଲେ ଏଟା ଛାନ୍ଦ, ନିଶ୍ୱାସ ରୋକିଲେ ଏଟା ଯତି, ତେଣୁ ତାକୁ ଅଳଙ୍କାର କୁହାଯାଏ। ଘ ଠିକ୍। ଅଳଙ୍କାରକୁ କେତେ ଭାଗରେ ବିଭକ୍ତ କରାଯାଏ? ଆଗରୁ ତ ଆମେ ଛନ୍ଦର କେତେ ଭାଗରେ ବିଭକ୍ତ କରୁଥିଲେ ଦେଖିକି ଆଇଲେ। ଏବେ ଦେଖିବା ଅଳଙ୍କାର ଆମର କେତେ ଭାଗରେ ବିଭକ୍ତ। ଅଳଙ୍କାର ହେଲା 2 ଭାଗ। ଗୋଟେ ଶବ୍ଦ ଲଗେଇକି ଅଳଙ୍କାର କରିବା, ଆଉ ଗୋଟେ ଅର୍ଥ ଲଗେଇକି ଅଳଙ୍କାର କରିବା। ତେଣୁ ଗ ଠିକ୍। 4 ନମ୍ବର ଗଲା। 5 ନମ୍ବର, ଶବ୍ଦ ଅଳଙ୍କାର ଦ୍ୱାରା କଣ ସରସ ସୁନ୍ଦର ହୁଏ? ଶବ୍ଦ ଅଳଙ୍କାର ହେଲେ ଶବ୍ଦ ସରସ ସୁନ୍ଦର ହବ, ବୁଝିଲା ନା ନାଇଁ? ଯୋଉ ଅଳଙ୍କାର ସିଏ ସରସ ସୁନ୍ଦର ହବ। 5 କ। ସେମିତି ଯାହା ଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ। ଦେଖ ଅର୍ଥ ଉପରକୁ ପଳେଇଲା। ତାହେଲେ ଅର୍ଥ ଉପରକୁ ଗଲେ, ଶବ୍ଦ ଉପରକୁ ଗଲେ ଶବ୍ଦ ଅଳଙ୍କାର, ଅର୍ଥ ଉପରକୁ ଗଲେ ଅର୍ଥ ଅଳଙ୍କାର। ପାଠ ପଢ଼ି ନଥିବେ ବିଲେ ବି ଉତ୍ତର କରିଦେବ। 6 ନମ୍ବର ଖ। 7 ନମ୍ବର, ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାକୁ କେଉଁ ଅଳଙ୍କାର କୁହାଯାଏ? ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଉଛି, ବ୍ୟଞ୍ଜନ ବର୍ଣ୍ଣ ଜମକି ଜମକି ରହୁଛି, ଜମାଟ ବାନ୍ଧୁଛି, ତାହେଲେ ଏଟାକୁ ଜମକ ଅଳଙ୍କାର କହୁଛି। ହେଲା, ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର କଣ ହଉଛି? ବାରମ୍ବାର ରହୁଛି, ତେଣୁ ଏଟା ହେଲା ଜମିକି ରହୁଛି ବ୍ୟଞ୍ଜନ ବର୍ଣ୍ଣ, ଜମକ ଅଳଙ୍କାର। 8 ନମ୍ବର, ଅନୁପ୍ରାସ ଅଳଙ୍କାରରେ କେଉଁ ବର୍ଣ୍ଣର ବାରମ୍ବାର ଉଚ୍ଚାରଣ ହୁଏ? ହବ ବ୍ୟଞ୍ଜନ ବର୍ଣ୍ଣ।
ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଦେଖ ଳ କ ବାରମ୍ବାର ପୁନରାବୃତ୍ତି ଘଟୁଛି, ତେଣୁ ଅନୁପ୍ରାସ ଅଳଙ୍କାର। କ୍ୱେଶ୍ଚିନ୍ ନମ୍ବର 9, କେଉଁ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତି କରି ଯମକ ଅଳଙ୍କାର ସୃଷ୍ଟି କରାଯାଏ? ତାହେଲେ ସିଏ କହୁଛି ସମାନ ଅର୍ଥବୋଧକ, ବିପରୀତ ଅର୍ଥବୋଧକ, ଭିନ୍ନ ଅର୍ଥବୋଧକ। ଆଚ୍ଛା, ଅର୍ଥ ଗୁଡ଼ାକ ତମର କେବେ ସମାନ ହବ ନାହିଁ, ଭିନ୍ନ ଅର୍ଥ ହବ, ଉଚ୍ଚାରଣ ସମାନ ହବ। ତାହେଲେ ଅପସନ ଗ ଇଜ୍ କରେକ୍ଟ, ଭିନ୍ନ ଅର୍ଥକ ବୋଧକ। ଶବ୍ଦ ଅଳଙ୍କାର କେତେ ପ୍ରକାର? ଶବ୍ଦ ଅଳଙ୍କାର ହେଲା 3 ପ୍ରକାର। କଣ କଣ ରହିଲା? ଯମକ, ଅନୁପ୍ରାସ, ଆଉ ଗୋଟେ ହେଲା ଶ୍ଲେଷ। ଅନୁପ୍ରାସ ସ ସଇଲା, ଏପଟେ ଆରମ୍ଭ ହେଲା ଶ୍ଲେଷ। ତାହେଲେ ଯମକ, ଅନୁପ୍ରାସ, ଅନୁପ୍ରାସ ଶବ୍ଦର ଶେଷ ବର୍ଣ୍ଣ କଣ ସ, ତାପରେ ଆରମ୍ଭ ହବ ପୁଣି ସରୁ ଶ୍ଲେଷ। ତାହେଲେ 3 ପ୍ରକାର। ସେମିତି 11 ନମ୍ବର, ଯେଉଁଠାରେ ଗୋଟିଏ ଶବ୍ଦ 2 ବା ତହିଁରୁ ଅଧିକ ଭିନ୍ନ ଅର୍ଥ ପ୍ରକାଶ କରେ ତାକୁ କି ଅଳଙ୍କାର କୁହାଯାଏ? ତାହେଲେ ତାକୁ ଆମର କି ଅଳଙ୍କାର କହନ୍ତି? ଶ୍ଲେଷ ଅଳଙ୍କାର। ଗୋଟେ ଜାଗାରେ ଗୋଟିଏ ଅର୍ଥ ହେଲେ ଆଉ ଗୋଟେ ଜାଗାରେ ଆଉ ଗୋଟେ ପ୍ରକାର ଅର୍ଥ। ଯେଉଁ ଶବ୍ଦ ଏକାଧିକ ଅର୍ଥ ପ୍ରକାଶ କରେ ତାକୁ କି ପଦ କୁହାଯାଏ? ତାକୁ ଶ୍ଳିଷ୍ଟ ପଦ କୁହାଯାଏ। 12 ନମ୍ବର ଗ, ଯୋଉ ପଦଟା ଭିନ୍ନ ଅର୍ଥ ଦବ ତାକୁ ଶ୍ଳିଷ୍ଟ ପଦ କୁହାଯାଏ। 13 ନମ୍ବର, ତାର କେତେ ପ୍ରକାର ଶ୍ଲେଷ ଅଳଙ୍କାର ଲେଖିବ? 3 ପ୍ରକାର। କାହିଁକି? ଗୋଟେ ସଭଙ୍ଗ ଶ୍ଲେଷ, ଗୋଟେ ଅଭଙ୍ଗ ଶ୍ଲେଷ, ଆଉ ଗୋଟେ ହଉଛି ତମର କଣ ନା ଭଙ୍ଗା ଭଙ୍ଗ ଶ୍ଲେଷ। 3 ପ୍ରକାର। ଶବ୍ଦକୁ ନ ଭାଙ୍ଗି ଭିନ୍ନ ଅର୍ଥ ପ୍ରକାଶ କଲେ ସେଇଟା କଣ ହୁଏ? ଅଭଙ୍ଗ ଶ୍ଲେଷ। 14 ନମ୍ବର ଅପସନ ଗ। 15 ନମ୍ବର, କେଉଁଠାରେ ସ ଭଙ୍ଗାଭଙ୍ଗ ଶ୍ଲେଷ ହୁଏ? ତାହେଲେ ସ ଭଙ୍ଗାଭଙ୍ଗ ଶ୍ଲେଷ ଅଭଙ୍ଗ ସଭଙ୍ଗ ଶ୍ଲେଷରେ ହବ। ଯାହାକୁ ତୁଳନା ଦିଆଯାଏ ତାକୁ କଣ କହନ୍ତି? ତାକୁ ଆମେ ସାଧାରଣତଃ ଉପମେୟ ବୋଲି କହନ୍ତି। 16 ନମ୍ବର କ ଠିକ୍। ଯାହା ସହିତ ତୁଳନା କରାଯାଏ ତାକୁ କଣ କରନ୍ତି? ଉପମାନ କହନ୍ତି। 17 ନମ୍ବର, ଉପମା ବାଚକ ଶବ୍ଦ ଚିହ୍ନାଅ। ଆଚ୍ଛା, ଏଠି ଉପମା ବାଚକ ଶବ୍ଦ କିଏ ଅଛି? ଏଇଟା କିବା ବୋଧେ ହବ, ଏଇଟା ଚିବା ହେଇଛି, ଭୁଲ ହେଇଛି। ବା, ସିନା, ଯଥା। ଆମର ଉପମା ବାଚକ ଶବ୍ଦ ହେଲା ଯଥା। ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ, ଏଇ ଯୋଉ ଯଥା। ଏଥିରେ ସାଧାରଣ ଧର୍ମଟି କଣ? ସାଧାରଣ ଧର୍ମ ହଉଛି ଭାସିବା, ଏଇ ଭାସଇ ଗ। 18 ନମ୍ବର, ମୁଖ ଚନ୍ଦ୍ର ପରି, ଏଥିରେ ଉପମାନ କିଏ? କାହା ସହିତ ତୁଳନା ହେଲା? ଚନ୍ଦ୍ର ସହିତ। ତାହେଲେ 19 ନମ୍ବର କ, କାହାକୁ ତୁଳନା ହେଲା? ମୁହଁକୁ, ମୁହଁ ଉପମେୟ। 20, ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ସମ୍ଭାବନା ବା ତର୍କଣା କରାଗଲେ କେଉଁ ଅଳଙ୍କାର କୁହାଯାଏ? ଉତ୍ପ୍ରେକ୍ଷା ଅଳଙ୍କାର ଲେଖିବ। ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁ ହେଲେ। ଅବା, ଏହା କେଉଁ ଶବ୍ଦ? ତାହେଲେ ଅବାଟା ହଉଛି ଉତ୍ପ୍ରେକ୍ଷା ବାଚକ ଶବ୍ଦ। ନିରଭେଦୀ କିବା ଉଠେ ଐରାବତ, ଉତ୍ପ୍ରେକ୍ଷା ବାଚକ ଶବ୍ଦ। ଉପମାନ ଉପମେୟ ଭିତରେ ଅଭେଦ କଥିତ ହେଲେ କେଉଁ ଅଳଙ୍କାର ହୁଏ? କଳୁଷ ପଙ୍କେ ମୁହିଁ କେଡ଼େ ମଳିନ, ରୂପକ ଅଳଙ୍କାର।
କଳୁଷ ପଙ୍କେ ମୁଇଁ କେଡ଼େ ମଳିନ କେମନ୍ତେ ସରି ତୋର ହେବି ନଳିନ। ଏହି ପଦରେ କାହା କାହା ମଧ୍ୟରେ ଅଭେଦ କଳନା କରାଯାଇଛି? ଆଚ୍ଛା, କାହା କାହା ମଧ୍ୟରେ? କଳୁଷ ଆଉ ପଙ୍କ। 23 ନମ୍ବର ଖ ଠିକ୍। ସ୍ୱତାଙ୍ଗ ଚଢ଼େଇ ଗୁହା ସମୁଦ୍ଗତ ନୀରଭେଦୀ କିବା ଉଠେ ଐରାବତ। ଏଠାରେ ଉତ୍ପ୍ରେକ୍ଷାବାଚକ ଶବ୍ଦଟି ଚିହ୍ନ। ଉତ୍ପ୍ରେକ୍ଷାବାଚକ ଶବ୍ଦ କିଏ ହବ? କିବା। ଅପସନ ଗ। ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ। ଏଠାରେ ଉପମାନ କିଏ? କାହା ସହିତ ତୁଳନା ହେଲା? ଖଣ୍ଡ ଖଣ୍ଡ ଧଳା ମେଘ। ଆଚ୍ଛା, ସୁନୀଳ ଅମ୍ବରେ ଭାସଇ ବୋଇତ ଯଥା ଧଳା ମେଘ ଆଉ ବୋଇତ। ଆଚ୍ଛା, ଏ ଦୁଇଙ୍କ ସହିତ ତୁଳନା କରାଯାଇଛି। ଆଚ୍ଛା, ତୁଳନା କରାଗଲେ ତାହେଲେ କିଏ ସେ? ନା ବୋଇତ। ତାହେଲେ ଟିକେ ଏଠାରେ କାହା ସହିତ ତୁଳନା କରାଗଲା? ବୋଇତ ସହିତ। 25 ନମ୍ବର କ ଠିକ୍। ଏଇଠି ଛନ୍ଦ ଓ ଅଳଙ୍କାରର ପ୍ରଶ୍ନ ଗୁଡ଼ିକ ଠିକ୍ ଶେଷ ହେଲା। ଯେ କି ତମେ ଟିକେ ଭଲ ଭାବରେ ଶୁଣିଦିଅ। ନିଶ୍ଚୟ ଛନ୍ଦ ଓ ଅଳଙ୍କାରରୁ ତମର ସମସ୍ତ ପ୍ରଶ୍ନ ପରୀକ୍ଷାରେ ଯେ କି ଉତ୍ତର ଦେଇପାରିବ ବୋଲି ମୋର ବିଶ୍ୱାସ।